ରାଜ୍ୟରେ ଆଉ 2 ଦିନ ପ୍ରବଳ ଝଡ଼ ରହିବ। ହେଲେ ଫେନ୍ ନମସ୍କାର, ଶୁଭ ସକାଳ। ଆପଣ ହିନ୍ଦୁ ରାଜେଶ ଶିବାଜୀ। 11 ଜାନୁଆରୀ ଚାଲନ୍ତୁ ଜାଣିନେବା ଆଜିର ଟପ୍ ନ୍ୟୁଜ୍। ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଯାଉଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି। କୁହୁଡ଼ି ଯୋଗୁଁ ଟ୍ୱିନ୍ ସିଟିରେ ଦୃଶ୍ୟମାନ ଦୂରତା କମିଯାଇଛି ବୋଲି ସୂଚନା ମିଳିଛି। କୁହୁଡ଼ି ଯୋଗୁଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଛି। ପାଣିପାଗ ବିଭାଗ ଆକଳନ କରିଛି ଯେ ଶନିବାର ଆଜି ତାପମାତ୍ରା ଅପରିବର୍ତ୍ତିତ ରହିବ। ରବିବାର ଠାରୁ 2ରୁ 4 ଡିଗ୍ରୀ ବଢ଼ିବ। ଏହା ପ୍ରଭାବରେ ଶୀତ କମିବ। ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ସାହୁ କହିଛନ୍ତି 11 ତାରିଖ ଯାଏଁ ଶୀତ ଜାରି ରହିବ। 12 ତାରିଖରୁ ପଶ୍ଚିମା ବାୟୁର ପ୍ରଭାବ ରହିବ। ଏଥିପାଇଁ ରାତି ତାପମାତ୍ରା 2ରୁ 4 ଡିଗ୍ରୀ ବଢ଼ିବ ଓ ଶୀତ କମିଯିବ। 16 ତାରିଖରୁ ପୁଣି ଥଣ୍ଡାର ପ୍ରକୋପ ରହିବ। ଫେବୃଆରୀ ମାସ ଦ୍ୱିତୀୟ ସପ୍ତାହ ଯାଏଁ ଥଣ୍ଡା ଜାରି ରହିବ ବୋଲି ସୂଚନା ମିଳିଛି। ସେପଟେ ଆସନ୍ତା 2 ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିବ କୁହୁଡ଼ି। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ କ୍ଲିକ୍ କରିବେ, ଯାହାଦ୍ୱାରା ଆପଣ ଏଭଳି ଟପ୍ ନ୍ୟୁଜ୍ ସର୍ବପ୍ରଥମେ ଜାଣିପାରିବେ।